ସାଙ୍ଗମାନେ ପିଏମ୍ କିଷାନକୁ ନେଇ ଏକ ବଡ଼ ଅପଡ଼େଟ୍ ଆସିଛି। ଯେଉଁ ଅପଡ଼େଟ୍ରେ ଆପଣ ଜାଣି ବହୁତ ଖୁସି ହେବେ। ପିଏମ୍ କିଷାନ ଖାସ୍ କରିକି ଯେଉଁ ଜମିବାଲା ଥିଲେ ସେମାନେ ଆପ୍ଲାଏ କରୁଥିଲେ ଏବଂ ତା ବେନିଫିଟ୍ ପାଉଥିଲେ। ବର୍ତ୍ତମାନ ସମସ୍ତେ ଏହା ଆପ୍ଲାଏ କରିକି ବେନିଫିଟ୍ ପାଇବେ। ଚାଲନ୍ତୁ କେମିତି ଆପ୍ଲାଏ କରିବେ ଜାଣିବା। ଜୟ ଜଗନ୍ନାଥ, ମୁଁ ପିକେ ଆପଣମାନଙ୍କୁ ସ୍ୱାଗତ କରୁଛି ପୁଣି ଏକ ନୂଆ ଭିଡ଼ିଓରେ। ଚାଲନ୍ତୁ କେମିତି ପିଏମ୍ କିଷାନ ଆପ୍ଲାଏ କରିବେ ଜାଣିବା। କୌଣସି ଏକ ବ୍ରାଉଜରକୁ ଯିବେ। ବ୍ରାଉଜରକୁ ଗଲା ପରେ ଆପଣମାନଙ୍କୁ ପିଏମ୍ କିଷାନ ଲେଖିକି ଆପଣଙ୍କୁ ସର୍ଚ୍ଚ କରିବାକୁ ପଡ଼ିବ। ପିଏମ୍ କିଷାନ ମୁଁ ଲେଖି ସର୍ଚ୍ଚ କରୁଛି। ପ୍ରଥମେ ଲେଖା ହେଉଛି ପିଏମ୍ କିଷାନ ସମ୍ମାନ ନିଧି ଯୋଜନା। ସେଇ ତାପରେ ଲିଙ୍କ ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏହିପରି ଆପଣମାନଙ୍କୁ ଏକ ପେଜ୍ ଦେଖାଇବ। ଉପରେ ଥିବା ପପଅପ୍ଟିକୁ କାଟିଦେବେ। ଦେଖିପାରୁଥିବେ ଡାହାଣ ସାଇଡ଼୍ରେ ବା ତଳେ ନ୍ୟୁ ଫାର୍ମର ରେଜିଷ୍ଟ୍ରେସନ୍ ଅଛି, ତା ଉପରେ ଆପଣ କ୍ଲିକ୍ କରିବେ। ଆପଣ ଯଦି ଗାଁରେ ବସବାସ କରୁଥିବେ ରୁରାଲ୍ ଦେବେ, ଯଦି ସହରରେ ବସବାସ କରୁଥିବେ ଉର୍ବାନ୍ ଦେବେ। ଯେହେତୁ ଆମେ ଗାଁରେ ବସବାସ କରୁଛେ ସେଥିପାଇଁ ଆମେ ରୁରାଲ୍ ରଖିବା। ଏବଂ ଏଠି ଆପଣଙ୍କର ଆଧାର ନମ୍ବର ଦେବେ। ମୁଁ ଏଠି ଯାହାର ଆପ୍ଲାଏ କରୁଛି ତା ଆଧାର ନମ୍ବରଟିକୁ ଦେଇ ଦେଉଛି। ଦେଲା ପରେ ଏଠି ଆପଣଙ୍କର ମୋବାଇଲ୍ ନମ୍ବର ଦେବେ। ମନେ ରଖିବେ ଯେଉଁ ମୋବାଇଲ୍ ନମ୍ବର ଆଧାର ସହିତ ଲିଙ୍କ ଅଛି ସେଇ ମୋବାଇଲ୍ ନମ୍ବର ନିହାତି ଦେବେ, ଅଲଗା ନମ୍ବର ଦେବେନି। ଦେଲା ପରେ ତାପରେ ଆପଣ ରାଜ୍ୟ ଚୁଜ୍ କରି ନେଇଯିବେ। ଆମେ ଓଡ଼ିଶାରେ ବସବାସ କରୁଛେ ସେଥିପାଇଁ ଓଡ଼ିଶା ଚୁଜ୍ କରିନେଲି। ତାପରେ ଏଠି କ୍ୟାପଚାଟିକୁ ଦେଇଦେବା। ଦେଲା ପରେ ଗେଟ୍ ଓଟିପି ଉପରେ କ୍ଲିକ୍ କରିବେ। ଦେଖିପାରୁଥିବେ ଗୋଟେ ମୋବାଇଲ୍ ନମ୍ବରକୁ ଆପଣ ଯେଉଁ ମୋବାଇଲ୍ ନମ୍ବର ଦେଇଥିବେ ସେଇଠିକୁ ଗୋଟେ ଓଟିପି ଯିବ। ଓଟିପିଟି ଏଠି ଦେଇଦେବା। ଯେହେତୁ ମୁଁ ଆଗେ କ୍ୟାପଚାଟିକୁ ଦେଇ ଦେଉଛି, ଓଟିପିଟି ଆସିବା ପାଇଁ ଲେଟ୍ ହେବ। ଓଟିପିଟି ଆସିଗଲା, ଓଟିପିଟି ଦେଇ ଦେଉଛି। ଦେଲା ପରେ ସବମିଟ୍ ଉପରେ କ୍ଲିକ୍ କରୁଛି। କ୍ଲିକ୍ କଲା ପରେ ଆପଣଙ୍କ ଯେଉଁ ନମ୍ବର ଦେଇଥିବେ ଆଧାର ସହିତ ଯେଉଁ ମୋବାଇଲ୍ ନମ୍ବର ଲିଙ୍କ ଥିବ ସେଇଥିକୁ ଆଉ ଗୋଟେ ଓଟିପି ଯିବ। ପୂର୍ବପରି ମୁଁ ପୁଣି ଆଉଥରେ କ୍ୟାପଚାଟିକୁ ଫିଲ୍ କରିଦେଉଛି ପ୍ରଥମେ। ତାପରେ ଏଠି ଓଟିପିଟିକୁ ଦେଇଦେବା। ଦେଲା ପରେ ତଳେ ଅଛି ଭେରିଫାଇ ଆଧାର ଓଟିପି, ତା ଉପରେ କ୍ଲିକ୍ କରିବା। ତାପରେ ଆପଣମାନଙ୍କୁ ଏକ ଫର୍ମ ସାମ୍ନାକୁ ଆସିଯିବ। ଆପଣଙ୍କର ଜିଲ୍ଲା ଚୁଜ୍ କରି ନେଇଯିବେ, ତାପରେ ସବ୍ ଡିଷ୍ଟ୍ରିକ୍ଟ ଚୁଜ୍ କରି ନେଇଯିବେ, ତାପରେ ବ୍ଲକ୍ ଚୁଜ୍ କରି ନେଇଯିବେ, ଆପଣଙ୍କର ଭିଲେଜ୍ ଏଠି ଚୁଜ୍ କରି ନେଇଯିବେ। ଆପଣଙ୍କର ଯେଉଁ ଭିଲେଜ୍ ତା ଚୁଜ୍ କରି ନେଇଯିବେ। ମୁଁ ଯାହାର ଆପ୍ଲାଏ କରୁଛି ତା ଚୁଜ୍ କରି ନେଇଯାଉଛି। ତାପରେ ଫାର୍ମର ଟାଇପ୍ ଚୁଜ୍ କରିବେ, ସ୍ମଲ୍ ଫାର୍ମର। ଯଦି 1.5 ଏକରରୁ ଉପରେ ଥିବ ବା 2 ଏକରରୁ ଅଧିକା ଥିବ ତାହେଲେ ଲାର୍ଜେଷ୍ଟ ରଖିବେ, ନହେଲେ ନାହିଁ ସ୍ମଲ୍ ଫାର୍ମର ଆପଣ ରଖିବେ। ଏଠି ତାପରେ ଆପଣ ଫାର୍ମର ଫାଦର ନେମ୍ ବା ମଦର ନେମ୍, ଏଠି ଯଦି ସ୍ତ୍ରୀ ଲୋକ ଆପ୍ଲାଏ କରୁଛନ୍ତି ତାଙ୍କ ସ୍ୱାମୀଙ୍କ ନାମ ଦେବେ, ଯଦି ମର୍ଦ ଲୋକ ଆପ୍ଲାଏ କରୁଛନ୍ତି ତାଙ୍କ ବାପାଙ୍କ ନାମ ଦେବେ। ତାପରେ ଏଠି ଲ୍ୟାଣ୍ଡ ରେଜିଷ୍ଟ୍ରେସନ୍ ଆଇଡ଼ି, ଯଦି ଆପଣଙ୍କର ଗୋଟେ ଫାର୍ମର ଆଇଡ଼ି ଅଛି ତାହେଲେ ଫାର୍ମର ଆଇଡ଼ିଟିକୁ ଏଠି ଦେଇଦେବେ, ନଦେଲେ ବି ଚଳିବ। ତାପରେ ଏଠି ରେସନ୍ କାର୍ଡ଼ ନମ୍ବରଟିକୁ ଏଠି ଦେଇଦେବେ। ମୁଁ ଏଠି ରେସନ୍ କାର୍ଡ଼ ନମ୍ବରଟିକୁ ଦେଇ ଦେଉଛି। ତାପରେ ଏଠି ଆପଣଙ୍କର ମାନଧନ ଯୋଜନା ଯଦି ଆପଣଙ୍କର ପଇସା କଟୁଛି ତାହେଲେ ୟେସ୍ କରିବେ, ଯଦି ନ କଟୁଛି ଆପଣ ନ କରିବେ। ତାପରେ ତଳକୁ ଆସିବେ, ଏଠି ଆପଣଙ୍କର ଜମିର ବିବରଣୀ ଦେବାକୁ ପଡ଼ିବ। ଆପଣଙ୍କର ଜମି ଯଦି ଜଏଣ୍ଟରେ ଥିବ ଜଏଣ୍ଟ ଚୁଜ୍ କରିବେ, ଯଦି ସିଙ୍ଗଲ୍ ଥିବ ସିଙ୍ଗଲ୍ ରଖିବାକୁ ଦେବେ। ତାପରେ ଏଠି ମୁଁ ଡାଇରେକ୍ଟ ଯାଉଛି ଟିକଟଟିକୁ ଆପଣ କାଢ଼ି ଦେଉଛି। ପ୍ରଥମେ ଯାହାର ଆପ୍ଲାଏ କରିବା କଥା ତା ଟିକଟଟିକୁ କାଢ଼ି ଦେଉଛି।
ଟିକଟଟି କାଢ଼ିଦେଲା ପରେ ଏଡ୍ ଉପରେ ଆମେ କ୍ଲିକ୍ କରିବା। ଏଡ୍ ଉପରେ କ୍ଲିକ୍ କଲା ପରେ ଏହିପରି ଆପଣଙ୍କୁ ପେଜ୍ ଦେଖେଇବ। ଏଠି ଆପଣଙ୍କର ଟିକଟର ଖତିଆନ ନମ୍ବରଟିକୁ ଦେଇଦେବେ। ତାପରେ ପ୍ଲଟ୍ ନମ୍ବରଟିକୁ ଦେଇଦେବେ, ଖସଡ଼ା ନମ୍ବର। ତାପରେ ଏଠି କେତେ ଏରିଆ, ତା ଏରିଆକୁ ଦେଇଦେବେ। ତାପରେ ଏଠି ଲ୍ୟାଣ୍ଡ ଟ୍ରାନ୍ସଫର ଷ୍ଟେଟ୍ସ ଆପଣଙ୍କର ଡେଟ୍ ଚୁଜ୍ କରି ନେଇଯିବେ। ଆପଣଙ୍କର ଜମି କିଣିଛନ୍ତି ବା କୌଣସି ଜାଗାରୁ ପାଇଛନ୍ତି ବା ଉତ୍ତରାଧିକାରୀ ହିସାବରେ ପାଇଛନ୍ତି ତାହା ଦେଇଦେବେ ଏଠି। ତାପରେ ଏଠି ଭେଷ୍ଟିଜ୍ ଡେଟ୍ ଆପଣ ପକାଇଦେବେ। ଆପଣଙ୍କର ଜମି ଯେଉଁ ଖଜଣା ତାରିଖ ଏଠିକୁ ପକାଇଦେବେ। ଜମିର ଖଜଣା ଡେଟ୍ଟିକୁ ଥିବ, ନିହାତି ଥିବ ଟିକଟରେ। ତାପରେ ଏଡ୍ ଉପରେ ଆପଣ କ୍ଲିକ୍ କରିବେ। ଏଡ୍ ଉପରେ କ୍ଲିକ୍ କଲା ପରେ ଆପଣଙ୍କର ହେଇଯିବ। ତାପରେ ଏଠି ଆପଣ ସେଇ ଜମି ଟିକଟଟାକୁ PDF କରି ରଖିବେ ଆପଣ, ତାପରେ ଅପଲୋଡ଼ କରି ନେଇଯିବେ। ଏହିପରି ଭାବରେ ଆପଣ PM କିଷାନ ଆପ୍ଲାଏ କରିବେ, ପୁରା ଫୁଲ୍ ପ୍ରୋସେସ୍। ଭିଡ଼ିଓଟି ଭଲ ଲାଗିଛି ଲାଇକ୍ ସବସ୍କ୍ରାଇବ୍ ନିହାତି କରନ୍ତୁ। ଜୟ ଜଗନ୍ନାଥ, ଜୟ ଓଡ଼ିଶା।